ନାଇଁ ନାଇଁ ଦେଖନ୍ତୁ ଦାଦନ ସମସ୍ୟାଟା ଓଡ଼ିଶାର ଗୋଟେ ନିରବଚ୍ଛିନ୍ନ ସମସ୍ୟା। ଓଡ଼ିଶାରୁ ଦାଦନ ଖଟିବା ପାଇଁ ଆପଣ କହୁଛନ୍ତି 6 ଲକ୍ଷ, ମୁଁ ଭାବୁଛି 6 ଲକ୍ଷ ନୁହଁ, ତାର ବହୁତ ଅଧିକ। ଅନେକ ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆପଣ ଦାଦନଙ୍କର ଭିନ୍ନ ବର୍ଗ ଦେଖନ୍ତୁ। 6 ମାସିଆ ଦାଦନ ଅଛନ୍ତି, ପୁରା ବର୍ଷ 2-3 ବର୍ଷ ପାଇଁ ଯାଆନ୍ତି ଦାଦନ କିଛି ଲୋକ। ହଁ, ଆଉ କିଛି ଲୋକ ସୁରଟ। ଆରେ ଦାଦନ ମାନେ ପ୍ରବାସ, ନିଯୁକ୍ତି ସୁଯୋଗ ଅଭାବରୁ ରାଜ୍ୟ ଛାଡିକି ଦେଶାନ୍ତର ହବା, ରାଜ୍ୟାନ୍ତର ହବା ହିଁ ଗୋଟେ ଦାଦନ। ବୁଝିପାରୁଛନ୍ତି ତ? ଆମେ କିଏ ଶିକ୍ଷିତ ଦାଦନ, କିଏ ଅଶିକ୍ଷିତ ଦାଦନ। ବୁଝିପାରୁଛନ୍ତି ତ? ଦାଦନ ଯଦି କହିବା, ଆମେ ପ୍ରାୟତଃ ଯୋଉମାନେ ରୋଜଗାର ନ ପାଇକିରି ରାଜ୍ୟ ବାହାରକୁ ଯାଆନ୍ତି ସେଇମାନଙ୍କୁ ଆମେ ଦାଦନ ଶ୍ରମିକ ବା ଦାଦନ କର୍ମଚାରୀ ବୋଲି କହୁ। ତେଣୁ ଦାଦନ ସମସ୍ୟାଟା ପ୍ରମୁଖ ସମସ୍ୟା ବୋଲି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ପ୍ରଚାର ବେଳେ କହିଥିଲା। এই ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ କରିବ ବୋଲି ମଧ୍ୟ ପଦକ୍ଷେପ ନବ ବୋଲି କହିଥିଲା। ସରକାରକୁ ଆସିଲା ପରେ ସେମିତି କାହିଁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ତ ହେଇନି। ଯୋଉ ଲକ୍ଷଣ ବା କହୁଛନ୍ତି ବୋଲି ଆପଣ କହୁଛନ୍ତି ଯେ 50% କମି ଯାଇଛି, ସରକାରଙ୍କ ତରଫରୁ ସେମିତି କୌଣସି ବିବୃତ୍ତି ନାହିଁ। ସରକାରଙ୍କ ତରଫରୁ ସେମିତି କୌଣସି ଆଙ୍କଡା ଦିଆଯାଇ ନାହିଁ। ଲକ୍ଷ୍ମଣବାଗ କହୁଛନ୍ତି, ଲକ୍ଷ୍ମଣବାଗ ନିଜେ ପରା କିଛି ଦିନ ତଳେ ଷ୍ଟେସନ ଯାଇଥିଲେ, ଦାଦନ ଯାଉଥିଲେ ସେମାନଙ୍କୁ ଛାଡିବା ପାଇଁ ପରୋକ୍ଷରେ। ସେଇଠି ତାଙ୍କର ଗଣ୍ଡଗୋଳ ହେଇଥିଲା, 2 ଦାଦନ ସର୍ଦ୍ଦାରଙ୍କ ଭିତରେ ଗଣ୍ଡଗୋଳ ହେଇଥିଲା, ଥାନାରେ କେସ୍ ହେଇକିରି କାଉନସିଲର ଗିରଫ ହୋଇଛନ୍ତି। ତେଣୁ ଦାଦନ ସମସ୍ୟାକୁ ନେଇକି ସେ ଗଣ୍ଡଗୋଳ ଯେ ଦାଦନଙ୍କ ସହିତ ସମ୍ପର୍କକୁ ନେଇକିରି, ଦାଦନ ଯିବା ଆସିବା ସେଇକୁ ନେଇକିରି ଷ୍ଟେସନ ପାଖରେ ସେ ଯୋଉ ତାପରେ ନେଇକିରି ଜିଆରପି ଥାନାରେ ଗଣ୍ଡଗୋଳ ହେଇକି କେସ୍ ବାସ ହେଲା। ତେଣୁ ଦାଦନ ଶ୍ରମିକ କମିଛି ବୋଲି ଯଦି କହୁଛନ୍ତି, ଖୁସିର କଥା। ଯଦି ଆମେ ଓଡ଼ିଶାରୁ ଦାଦନ ଶ୍ରମିକ କମୁଛନ୍ତି, ଖୁସିର କଥା। କିନ୍ତୁ ଆମେ କୋଉଠି ସେମାନଙ୍କୁ କଣ ନିଯୁକ୍ତି, ଆତ୍ମନିଯୁକ୍ତି ସୁଯୋଗର ସୃଷ୍ଟି କରିସାରିଲେଣି ଯେ ସେ ଦାଦନ ମାନେ ବାହାରକୁ ଆଉ ଯିବେନି, ଗଲେନି। ସରକାର ଯଦି କେବେ ଘୋଷଣା କରନ୍ତି, ସରକାରଙ୍କ ତରଫରୁ ଯଦି ସ୍ପଷ୍ଟୀକରଣ କେବେ ଆସେ, ଆମେ ତା ଉପରେ ତର୍ଜମା କରିବା। ଆଉ ଲକ୍ଷ୍ମଣବାଗ ଜଣେ ବିଧାୟକ, ସିଏ ବି ନିଜେ ଦାଦନ, ତାଙ୍କ ଇତିହାସ ହଉଛି ସିଏ ବି ଜଣେ ଏଇ ପେଶା ସହିତ ସମ୍ପୃକ୍ତ ବ୍ୟକ୍ତି ବୋଲି କୁହାଯାଏ। ଦାଦନ ମାନଙ୍କ ସହିତ ସମ୍ପୃକ୍ତ ବ୍ୟକ୍ତି ହିସାବରେ ବୋଲି କୁହାଯାଏ। ଆଗରୁ ସେ ପେଶାରେ କାମ କରୁଥିଲେ ବୋଲି ଲୋକ କହନ୍ତି। ଆମେ ତ ଜାଣିନେ, ଶୁଣିନେ, ମୁଁ ତ ବ୍ୟକ୍ତିଗତ ଭାବେ ଜାଣିନି। ସିଏ ସେଇ ପେଶା ସହିତ ସମ୍ପୃକ୍ତ ବୋଲି ଲୋକ କୁହନ୍ତି। ତେଣୁ ତାଙ୍କ ମୁହଁରୁ ଏଟା ନ ଶୁଣିକି ଯଦି ସରକାର କେବେ ସ୍ପଷ୍ଟୀକରଣ ଦେବେ, ହଁ ଆମର 50% ଦାଦନ କମି ଯାଇଛନ୍ତି, ତେବେ ଆମେ ସେଇଟାକୁ ବିଶ୍ୱାସ କରିବା। ଓଡ଼ିଶା ଏତେ ଆର୍ଥିକ ଦୃଷ୍ଟିରୁ ସଚ୍ଛଳ ନୁହେଁ। ସରକାରଙ୍କର ବଜେଟ, ସରକାରଙ୍କର ଯୋଜନା, ସରକାରଙ୍କର କାର୍ଯ୍ୟକ୍ରମ, ଲୋକାଭିମୁଖୀ କାର୍ଯ୍ୟର ଆମେ ଯଦି ତା ଚିତ୍ରକୁ ଦେଖିବା, ଓଡ଼ିଶା ସେତେ ସଚ୍ଛଳ ଆମେ କରିପାରିନୁ। ସୁନାର ଗଦା ଉପରେ ବସିକିରି ମଧ୍ୟ ଆମ ଭିତରେ ସେ ଦାରିଦ୍ର୍ୟ ଅଛି, କେବଳ ଆମ ମାନସିକତା ପାଇଁ। ଜନପ୍ରତିନିଧି କାହାକୁ କହିବା? ଲୋକ ଏମଏଲଏ ମାନେ କଣ? ଜନପ୍ରତିନିଧି, ଜନଙ୍କର ପ୍ରତିନିଧି ସେମାନେ। ସେମାନଙ୍କର ପ୍ରାଥମିକ ସ୍ୱାର୍ଥ ହେଲା ଜନତାଙ୍କର ହିତ ସାଧନ କରିବା। ଆପଣ ଦେଖିଥିବେ ବିଗତ ସରକାର ସମୟରେ ବି ସେମିତି ହେଇଥିଲା। ବିଗତ ସରକାର ସମୟରେ ଲୋକ ଆସିକି ରାଜରାସ୍ତାରେ ବସୁଥିଲେ, କରୁଥିଲେ, ସେ କରୁଥିଲେ। ଏବେ ବି ସେମିତି ବସୁଛନ୍ତି। ଆପଣ ମାନେ ସରକାରକୁ ଆସିଲେ, ସେଇ ସରକାରର କୌଣସି ଅପକର୍ମ ଯଦି ଥିଲା, ଦାୟିତ୍ୱହୀନତା ଥିଲା, ତାକୁ ସୁଧାରିବା ପାଇଁ ଆପଣ ମାନେ ମଧ୍ୟ ସେ ଦାୟିତ୍ୱକୁ ଏପର୍ଯ୍ୟନ୍ତ ସୁଧାରି ପାରୁନାହାନ୍ତି। ଯୋଉ ଶିକ୍ଷକଙ୍କ ଆନ୍ଦୋଳନରେ ଆପଣ ଠିଆ ହେଇକିରି ମୋହନ ମାଝୀ ମହୋଦୟ କହିଥିଲେ ରାଜ୍ୟ ସରକାର ଚାହିଁଲେ କରିପାରିବେ, କେନ୍ଦ୍ର ସରକାରଙ୍କର କୌଣସି ଆପତ୍ତି ନାହିଁ। ଶିକ୍ଷକ ମାନଙ୍କର ଦାବି ଦରମା ଏକୁ ଅନ୍ୟ ରାଜ୍ୟରେ ବଢୁଛି, ଆମର ଏଠି କାହିଁ ବଢିପାରିବନି, ଆପଣ ନିଜେ କହିଥିଲେ। ଆଜି ସରକାରକୁ ଆସିଲା ପରେ ସେମାନଙ୍କ ପ୍ରତି ଗୋଟେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି। 50,000 ଟଙ୍କା ଦରମା ପାଉଛନ୍ତି ସେମାନେ ବୋଲିକିରି 50,000 ଟଙ୍କା ଚଳି ପାରୁନାହାନ୍ତି ବୋଲି କହି ତାଙ୍କୁ ତାଚ୍ଛଲ୍ୟ କରାଯାଉଛି। ଆଗରୁ ଗୋଟେ ବ୍ୟବସ୍ଥା ଥିଲା ଆଜ୍ଞା, ଶିକ୍ଷକ ମାନଙ୍କର ଦରମାଟା ଅଧିକ କରାଯାଉଥିଲା। ଶିକ୍ଷକ ମାନଙ୍କର ଦରମା ଅଧିକ କରିବା ପାଇଁ ସୁପାରିଶ କରାଯାଉଥିଲା। ସେତେବେଳେ ଶିକ୍ଷକ ମାନେ କାହିଁକି, ଦେ ଆର୍ ଦ ନେସନ ବିଲ୍ଡର। ମୁଁ କହୁନି ଯେ ସେମାନଙ୍କର ଆନ୍ଦୋଳନ ବୈଧ, ପିଲାଙ୍କର ପାଠ ପଢାକୁ କ୍ଷତି କରିକିରି ଆପଣ ମାନେ ଆନ୍ଦୋଳନ କରିବାର ଅଧିକାର ଆପଣଙ୍କର ନାହିଁ। ହେଲେ ପରିସ୍ଥିତି ସୃଷ୍ଟି କରିଛନ୍ତି ଆମର ଲଗାତାର ସରକାର ମାନେ, ଏ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିପାଇଁ ସରକାର ମାନେ ଦାୟୀ। ଆପଣ ମାନେ ଯୋଉ ପାରା ଟିଚର, କାଉ ଟିଚର, ଅମକ ଟିଚର, ସମକ ଟିଚର 50 ସ୍କିମ୍ କରିକି ଯୋଉ କେନ୍ଦ୍ରୀୟ ରାଜ୍ୟ ଯୋଜନାରେ ମାନେ ଗୁଡାଏ ସଂଗଠନ, ଗୁଡାଏ ସ୍କିମ୍ କରିକି ଯୋଉ ଭିନ୍ନ ଭିନ୍ନ ପ୍ରକାର ନିଯୁକ୍ତି କଲେ, 1500 ଟଙ୍କାରୁ ଆରମ୍ଭ କରିକିରି 3000 5000 ଦରମାରେ ରଖିଲେ ଲୋକଙ୍କୁ। ଆଜି ସେମାନଙ୍କର ଗୋଟିଏ ସ୍କୁଲରେ ଆଜ୍ଞା 5 ପ୍ରକାର ଶିକ୍ଷକ ଥିବେ, 3 ପ୍ରକାର ଶିକ୍ଷକ ଥିବେ, 4 ପ୍ରକାର ଶିକ୍ଷକ ଥିବେ। ଜଣେ ପାଉଥିବ 50,000, ଜଣେ ପାଉଥିବ 25,000, ଜଣେ ପାଉଥିବ 12,000। ସେଇ ଏକା କାମ କରିକି
এই ଅସଙ୍ଗତିକୁ ଦୂର କରିବାର ଆବଶ୍ୟକତା ଅଛି କାରଣ ସେମାନେ ମାନସିକ ନିର୍ଯାତନା ଭିତରେ ତାଡ଼ନା ଭିତରେ ରହୁଛନ୍ତି ତେଣୁ ଏ ଅସଙ୍ଗତି ପାଇଁ ନିହାତି ଭାବରେ ଶୈକ୍ଷିକ ପରିବେଶ ମଧ୍ୟ ବାଧାପ୍ରାପ୍ତ ହେଉଛି କେବଳ ଶିକ୍ଷକ ନୁହନ୍ତି ଆଜ୍ଞା ଶିକ୍ଷକଙ୍କର ଦାବି ରହିଛି ଆପଣଙ୍କର ଯୋଉ ରୋଷେଇଆ ମାନେ ଆସିକିରି ସେମାନେ ଧାରଣାରେ ବସୁଛନ୍ତି ସେମାନଙ୍କର ଭତ୍ତା ବଢି ପାରୁନି ଅଙ୍ଗନବାଡି ଅନ୍ୟମାନଙ୍କର ଭତ୍ତା ବି ବଢି ପାରୁନି ତେଣୁ ଆପଣ ମାନେ ନିଜ କାମ କରନ୍ତୁ ଆମର ଦୁଃଖ ନାହିଁ ନିଜ ପାଇଁ ଭତ୍ତା ନେଲେ ଭତ୍ତା ନେବାର ଏଇ ଯୋଉ ନେବାର ଯୋଉ ଦରମା ନେବାର ତ ବୋଧେ ଓଡିଶା ସବୁଠୁ 1 ନମ୍ବର ରାଜ୍ୟ ହେଇଗଲା ଆଉ କୋଉଥିରେ ଆମେ 1 ନମ୍ବର ହଉ ନ ହଉ ବିଧାୟକଙ୍କ ଦରମା ଦେବାରେ ଆମେ 1 ନମ୍ବର ହେଇଗଲୁ ସବୁଠୁ ଅଧିକ ଆମର ଦରମା ମହାରାଷ୍ଟ୍ର ଭଳିଆ ରାଜ୍ୟ ଯିଏକି ଆମକୁ ବମ୍ବେ ଆମେ ଯାହାକୁ ଫାଇନାନ୍ସିଆଲ କ୍ୟାପିଟାଲ ଅଫ ଇଣ୍ଡିଆ ଆଉ ଗୋଟେ ସମୃଦ୍ଧ ରାଜ୍ୟ ପଞ୍ଜାବରେ ନାହିଁ ୟୁପିରେ ବି ଆମଠୁ ବହୁତ କମ ଆମେ ବହୁତ ଆଗକୁ ପଳେଇଛୁ ଏଇ କ୍ଷେତ୍ରରେ ଆମେ ବହୁତ ଆଗକୁ ପଳେଇଲୁ କିନ୍ତୁ जनप्रतिनिधि माने निज स्वार्थटाକୁ ଦେଖିଲେ ବିଧାନସଭାରେ କୌଣସି ପ୍ରସଙ୍ଗରେ ଗୋଟିଏ କଥା ମୁଁ ୱିଥ ଡ୍ୟୁ ରେସ୍ପେକ୍ଟ ଦେ ଆମେ ତାଙ୍କୁ ମାନ୍ୟବର ବୋଲି କହୁଛୁ ମାନ୍ୟବର ସେମାନଙ୍କର ମାନ୍ୟତା ରଖନ୍ତୁ ମାନ୍ୟବର ସେମାନେ ମାନ୍ୟ ହବାର ଯୋଗ୍ୟତା ରଖନ୍ତୁ ଯେତେବେଳେ କୌଣସି ଜାତୀୟ ରାଷ୍ଟ୍ର ପ୍ରସଙ୍ଗ ରାଜ୍ୟ ପ୍ରସଙ୍ଗ ହଉଛି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ହଉଛି ଆମେ ଏକାଠି ହେଇପାରୁନୁ କିନ୍ତୁ ଆମ ଦରମା ପାଇଁ ଆମେ ଏକାଠି ଏଇ ଗୋଟିଏ ଜିନିଷ ଆପଣ ପ୍ରମାଣିତ କରିଦେଲେ ଯେ ଆପଣ ଜନତାଙ୍କ ସ୍ୱାର୍ଥରେ ନାହାନ୍ତି ମୁଁ କହୁ ନାହିଁ ଆପଣ ନାହାନ୍ତି ବୋଲିକିରି ବଟ୍ ଆପଣଙ୍କ କାମ ପ୍ରମାଣିତ କରିଦେଲା ଜନ ଆଗ ନୁହଁ ଆପଣ ନିଜେ ନିଜ ସ୍ୱାର୍ଥଟାକୁ ଆଗ ଦେଖିଲେ ଯଦି ଲୋକଙ୍କୁ ଦେଇକିରି ଆପଣ ଦେଖନ୍ତୁ କହିଥିଲେ ଭତ୍ତା ବଢେଇବେ ଭତ୍ତାଧାରୀ ମାନେ କେତେ ଦୁଃଖରେ ଅଛନ୍ତି ଆଜ୍ଞା ଦର ବୃଦ୍ଧି ପରିବେଶ ଭିତରେ ସରକାରୀ କର୍ମଚାରୀଙ୍କର ଡିଏ ବଢୁଛି ସେଇ ଅନୁପାତରେ ଭତ୍ତାଧାରୀ ମାନଙ୍କର ଭତ୍ତା ବଢିବାର ଆବଶ୍ୟକତା ଅଛି ଭିନ୍ନକ୍ଷମ ହଉ ଅସହାୟ ହୁଅନ୍ତୁ ବୃଦ୍ଧ ବୃଦ୍ଧା ହୁଅନ୍ତୁ ଆପଣ ଦେଖିବେ କେତେ ଆଦିବାସୀ ପିଲାଙ୍କର ସ୍କଲାରସିପ ପଇସା ବି ସେମାନଙ୍କୁ ଦିଆଯାଉ ନାହିଁ ବୋଲି ଅଭିଯୋଗ ଆସୁଛି କେତେ ସତ କେତେ ମିଛ ସରକାର ଜାଣିଥିବେ ତେଣୁ ସମସ୍ତ ସମସ୍ୟା ଯଦି ଜନତାଙ୍କ ସମସ୍ୟାକୁ ସମାଧାନ କରିକିରି ଆପଣ ମାନେ ଏଇଟାକୁ ଆପଣ ନେଇଥାନ୍ତେ ଆମର କିଛି କହିବାର ନଥିଲା ଆମେ କିଛି ଆପତ୍ତି କରିନଥାନ୍ତୁ ସ୍ୱଚ୍ଛଳ ରାଷ୍ଟ୍ର ସ୍ୱଚ୍ଛଳ ରାଜ୍ୟ ଲୋକଙ୍କର ସମସ୍ୟା ନାହିଁ ଲୋକ ଘିଅ ମହୁରେ ଭାସୁଛନ୍ତି ତେଣୁ ବିଧାୟକ ମାନେ ନେଲେ କିଛି ଅସୁବିଧା ନାହିଁ